ଏକ ଘଞ୍ଚ ଜଙ୍ଗଲରେ ଗୋଟିଏ ବଡ଼ ପୁରୁଣା ବରଗଛଟିଏ ଥିଲା। ସେଠାରେ ବହୁତ ପ୍ରକାରର ପକ୍ଷୀ ବସା ବନାଇ ରହୁଥିଲେ। ଗୋଟିଏ ଡାଳରେ ମନା ନାମରେ ଏକ ଶୁଆ ବସା ବନାଇ ରହୁଥିଲା। ସେ ବହୁତ ସଚୋଟ ଏବଂ ପରୋପକାରୀ ଥିଲା, କିନ୍ତୁ ବହୁତ ଦୁଃଖୀ ରହୁଥିଲା। ତାର କୌଣସି ଛୁଆ ପିଲା ନଥିଲେ। ସେ ଯେବେ ବି ଅଣ୍ଡା ଦେଉଥିଲା, ତାର ଅଣ୍ଡା ଫାଟି ଯାଉଥିଲା କିମ୍ବା ମରିବା ଛୁଆ ବାହାରୁଥିଲେ। ଥରେ ତା ଅଣ୍ଡାକୁ ସାପ ଖାଇ ଦେଇଥିଲା। ଏଇଥର ଯେତେବେଳେ ମନା 2ଟି ଅଣ୍ଡା ଦେଲା, ତ ପୁରା ସାବଧାନ ସହକାରେ ତା ଅଣ୍ଡାର ଯତ୍ନ ନେଲା। ସେ ତାର ଅଣ୍ଡା ଯତ୍ନ ନେବାରେ ଏତେ ଚିନ୍ତିତ ଥିଲା କି ସେ ଖାଇବା ପିଇବା ବି ଭୁଲି ଯାଉଥିଲା। କେବେ କେବେ ବସି ବସି ଶୋଇ ପଡୁଥିଲା। ଶୁଆ ତା ଅଣ୍ଡାର ଯତ୍ନ ନିଜ ଜୀବନଠାରୁ ଅଧିକ ଦଉଥିଲା। ଏପର୍ଯ୍ୟନ୍ତ ସମସ୍ତେ ମୋର ମଜାକ ଉଡାଇଛନ୍ତି। ଏବେ ମୁଁ କାହାରିକି ମଉକା ଦେବି ନାହିଁ। ଆରେ ମନା, ଏ କ'ଣ ହାଲ ବନାଇ ରଖିଛ? ତୁମେ କେତେ ପତଳା ଦେଖାଯାଉଛ। ଖାଇବା ପିଇବା ଧ୍ୟାନ ଦଉନ। ତୁମେ ଏମିତି କଲେ ତୁମର ଦେହ ଅସୁସ୍ଥ ହୋଇଯିବ। ଫେର ତୁମର ଛୁଆଙ୍କୁ ବଡ଼ କେମିତି କରିବ? କ'ଣ କରିବି କହିଲି ଭଉଣୀ? ମୋର ଆଶା କେତେ ଥର ଚକମାଚୁର ହୋଇସାରିଛି। ମୋତେ ଭାରି ଚିନ୍ତା। ଯେ ପର୍ଯ୍ୟନ୍ତ ଅଣ୍ଡାର ଛୁଆ ନ ବାହାରିଛି, ସେ ପର୍ଯ୍ୟନ୍ତ ମୋତେ ଶାନ୍ତି ମିଳିବ ନାହିଁ। ମନା ଶୁଆର ଅପେକ୍ଷା ଅନ୍ତ ହେଲା। ଏକ ଅଣ୍ଡାରୁ ଗୋଟିଏ ସୁନ୍ଦର ଶୁଆ ଛୁଆ ବାହାରକୁ ବାହାରିଲା। ତାର ପର ଲାଲ ରଙ୍ଗର ଥିଲା। ମନା ତାର ପ୍ରଥମ ସୁନ୍ଦର ଛୁଆକୁ ଦେଖି ଖୁସିରେ ନାଚିବାକୁ ଲାଗିଲା। ମନା କହିଲା, ଓ ମୋର ସୁନ୍ଦର ପ୍ୟାରୀ ବେବି, ମୋତେ ତୁମର ହିଁ ଅପେକ୍ଷା ଥିଲା। ତୁମେ ସତରେ ବହୁତ ସୁନ୍ଦର। ମନାର ନଜର ଦ୍ୱିତୀୟ ଅଣ୍ଡା ଉପରେ ପଡ଼ିଲା। ସେ ବି ହଲୁଥିଲା। ମନା ଶୁଆ କହିଲା, ଆସ ଆସ, ଜମା ଲାଜ କର ନାହିଁ। ମୁଁ ତୁମକୁ ବହୁତ ଅପେକ୍ଷା କରିଛି। ଆଉ ଅପେକ୍ଷା କରାଅ ନାହିଁ। ଆରେ ବା, ଏ ତ ସୁନ୍ଦର ପ୍ୟାରୀ ପ୍ୟାରୀ ଝିଅଟିଏ। ଭାଇ ସହ ଭଉଣୀ ବି ଆସିଗଲା। ଏ ମୋର ପ୍ୟାରୀ ବବଲି। ମନାର ଖୁସି କହିଲେ ନ ସରେ। 2ଟି ଛୁଆଙ୍କୁ ବହୁତ ଯତ୍ନ ସହକାରେ ଲାଳନ ପାଳନ କରିବାକୁ ଲାଗିଲା। 2 ଦିନ ପରେ ମନା ଯେତେବେଳେ ବବଲିକୁ ଭଲ ଭାବରେ ଦେଖିଲା, ସେ ବହୁତ ଦୁର୍ବଳ ଅଛି। ସେ ଠିକରେ ବସି ବି ପାରୁନଥିଲା। ମନା କହିଲା, ହେ ଭଗବାନ, ମୋ ବବଲିକୁ ଏ କ'ଣ ହୋଇଗଲା? ଏ ତ ବହୁତ କମଜୋର ଅଛି। ଏହାର 2ଟି ଗୋଡ଼। ହେ ଭଗବାନ, ଏହାର ଭବିଷ୍ୟ କ'ଣ ହେବ? ବବଲି, ଚେଷ୍ଟା କର, ଠିଆ ହୁଅ। ବବଲି ଚେଷ୍ଟା କଲା, ମାତ୍ର ସେ ମୁହଁ ମାଡ଼ି ପଡ଼ିଗଲା। ଦ୍ୱିତୀୟ ଥର ଚେଷ୍ଟା କଲା, ପୁଣି ପଡ଼ିଗଲା। ବବଲି କହିଲା, ମୁଁ ଠିଆ ହୋଇପାରୁନାହିଁ, କାହିଁକି ନା ମୋ ପାଦରେ ଶକ୍ତି ନାହିଁ। ମୁଁ କେବେ ବି ଉଡ଼ିପାରିବି ନାହିଁ। ନା ମୋ ଛୁଆ, ଏମିତି କହନ୍ତି ନାହିଁ। ତୁମର ପୁରା ଚିକିତ୍ସା କରିବି। ତୁମକୁ ଠିଆ ହେବା ପାଇଁ ଶିଖାଇବି। ଆକାଶରେ ଉଡ଼ାଇବା ଶିଖାଇବି। କ'ଣ ହେଲା ମନା ଭଉଣୀ? ତମ ଚେହେରା କ'ଣ ପାଇଁ ଦୁଃଖୀ ଲାଗୁଛି? ମନା କହିଲା, ବବଲି ଝିଅର ମନୋବଳ ବଢ଼ାଉଛି। ଭାବୁଛି କି ଏହାର କମଜୋରିର ଚିକିତ୍ସା କେମିତି କରିବି। ବୈଦ୍ୟରାଜ ଭାଲୁଙ୍କଠାରେ ଏହାର ଚିକିତ୍ସା କରାଅ। ଭଗବାନ ଯଦି ଚାହାନ୍ତି ଠିକ ହୋଇଯିବ। କୋଇଲି କହିଲା। ମନା ଭାଲୁ ସହ ସାକ୍ଷାତ କଲା। ସେ ଆସି ବବଲିର ଚିକିତ୍ସା କରିବାକୁ ଲାଗିଲେ। ବୈଦ୍ୟରାଜ ଭାଲୁ କହିଲେ, ମନା, ଏହାର ଗୋଡ଼ ବହୁତ ଦୁର୍ବଳ ଓ କମଜୋର ରହିଛି। ଶରୀର ଏବଂ ପଙ୍ଖ ମଧ୍ୟ କମଜୋର ଅଛି। ଔଷଧ ଏବଂ ବ୍ୟାୟାମ 2ଟି ସାଙ୍ଗରେ କଲେ ଠିକ ହେବାରେ ସମୟ ଲାଗିବ। ବୈଦ୍ୟ କାକା, ମୋର ଝିଅ ଠିକ ହୋଇଗଲେ ତ ଭାବିବି ମୋ ଜୀବନ ଧନ୍ୟ ହୋଇଗଲା। ଭଗବାନଙ୍କ ଉପରେ ଭରସା ରଖ, ସବୁ ଠିକ ହୋଇଯିବ। 2ଟି ଛୁଆ କିଛି ବଡ଼ ହୋଇଗଲେ। ବିରୁପୁଅ ଡେଇଁ ଡେଇଁ ଧୀରେ ଧୀରେ ଉଡ଼ିବାକୁ ଲାଗିଲା। କିନ୍ତୁ ଝିଅ ବବଲି ଘରେ ପଡ଼ି ରହୁଥିଲା। ଗୋଟିଏ ଦିନ 2ଟି ଶୁଆ ବିରୁକୁ ଡାକିବାକୁ ଆସିଲେ। ଗୋଟିଏ ଶୁଆ ବବଲିକୁ ମଧ୍ୟ ଡାକିଲା। ଆରେ ବିରୁ, ଏ ତ ଭଉଣୀ। ଏହାକୁ ମଧ୍ୟ ଆମ ସାଥିରେ ନେଇକି ଚାଲ। ଏ ଚାଲିପାରିବ ନାହିଁ। ଆମ ସହ କେମିତି ନେଇକି ଯିବା?
ଏହାର ଗୋଡ଼ ଏବଂ ପଙ୍ଖ କମଜୋର। ବିଚାରି ସମସ୍ତଙ୍କୁ ଉଡ଼ିବା ଦେଖି ଏହାକୁ ବହୁତ ଦୁଃଖ ହେଉଥିବ। ଏହି ସମୟରେ ମନା ଆସି ପହଞ୍ଚିଲା। ମୋ ଝିଅ ବିଚାରି ନୁହଁ, ସମୟ ଆସିଲେ ସେ ମଧ୍ୟ ଦୌଡ଼ିବ, ସେ ବି ଆକାଶରେ ଉଡ଼ିବ। ସେ ସମସ୍ତ ଶୁଆ ବିରୁକୁ ନେଇ ଚାଲିଲେ। ଆଉ ବବଲି ଦେଖୁଥିଲା। ତା ଆଖିରେ ଲୁହ ଥିଲା। ବବଲି ତା ମାଆକୁ କହିଲା, ମା, ଏତେ ଦିନରୁ ମୋର ଚିକିତ୍ସା ଚାଲିଛି, କିନ୍ତୁ କୌଣସି ଲାଭ ମିଳୁନାହିଁ। ଈଶ୍ୱର ହିଁ ମୋତେ ଦଣ୍ଡ ଦେଇଛନ୍ତି। ନା ଝିଅ, ଏମିତି କହନ୍ତି ନାହିଁ। ତୁ କୌଣସି ଦୋଷ କରିନାହିଁ, ତ ଦଣ୍ଡ କେମିତି ଦେବେ? ମନୋବଳ ଓ ଚେଷ୍ଟାକୁ କେବେ ବି ଦୁର୍ବଳ କରିବୁ ନାହିଁ। ଏମିତି ଦିନ ଆସିବ ତୁ ଉଚ୍ଚ ଆକାଶରେ ଉଡ଼ିବୁ। ଆଉ ସବୁ ତୋତେ ଦେଖିବାକୁ ଲାଗିବେ। ମନା ବବଲିକୁ ସବୁଦିନ ବ୍ୟାୟାମ କରାଏ। ଏବେ ବବଲି ଧୀରେ ଧୀରେ ଚାଲିବାକୁ ଲାଗିଲା। ସେ ଅଳ୍ପ ଅଳ୍ପ ଉଡ଼ିବାକୁ ଲାଗିଲା। ଆରେ ବା ବବଲି, ଏମିତି ମେହନତ କଲେ ଗୋଟିଏ ଦିନ ଦୌଡ଼ିବୁ ଏବଂ ଉଚ୍ଚ ଆକାଶରେ ଉଡ଼ିବୁ। ଭାଇ, ଯେତିକି ମୋ ଉପରେ ବିଶ୍ୱାସ ନାହିଁ, ସେତିକି ମା ଆଉ ତୁ ମୋ ଉପରେ ବିଶ୍ୱାସ କରୁଛ। ମୁଁ ବି ତୁମ ବିଶ୍ୱାସକୁ ସତରେ ପରିଣତ କରି ଦେଖାଇବାକୁ ଚାହୁଁଛି। ଗୋଟିଏ ଦିନ ବବଲି ଉଡ଼ିବାକୁ ଚେଷ୍ଟା କରୁଥିଲା। ଏହା ଦେଖି ଗୋଟିଏ ପାରା ଏବଂ ଶୁଆ ହସିବାକୁ ଲାଗିଲେ। ପାରା କହିଲା, ଏ ପାଗଳୀକୁ ଦେଖ, ଠିକ୍ ଭାବରେ ଚାଲି ତ ପାରୁନାହିଁ, ଆଉ ଉଡ଼ିବାକୁ ଚେଷ୍ଟା କରୁଛି। ଲାଲଶୁଆ କହିଲା, ଏହା ତ ଏମିତି କଥା ହେଲା, କୁଆ ଚାଲିଲା ହଂସର ଚାଲି। ଏତିକି ବେଳେ ବିରୁ ଆସି ସେଠାରେ ପହଞ୍ଚିଲା। କାହାର ମଜାକ ଉଡ଼ାଉଥିବା ବାଲା। କାହାରି ପାଇଁ ଯଦି ଫୁଲ ବନି ପାରୁନ, ତ କଣ୍ଟା ବି ବନ ନାହିଁ। ଅନ୍ୟ ଉପରେ ଉପହାସ କରୁଥିବା ବାଲାଙ୍କ ବଡ଼ ଖରାପ ହୋଇଥାଏ। ଦେଖିବ ମୋ ବବଲି ତୁମ ସମସ୍ତଙ୍କ ଠାରୁ ଖୁବ୍ ଜୋରରେ ଉଡ଼ିବ। ଲାଲଶୁଆ କହିଲା, ସେଦିନ କେବେ ଆସିବ? ଆମେ ବି ଦେଖିବାକୁ ଚାହୁଁଛୁ। ଏତେ ଘମଣ୍ଡ ଭଲ ନୁହଁ ଲାଲଶୁଆ। ଆସନ୍ତା ପୂର୍ଣ୍ଣିମା ଦିନ ଉଡ଼ିବା ପାଇଁ ପ୍ରସ୍ତୁତ ରହିଥାଅ। ଦେଖିବା କାହାର ପଙ୍ଖରେ କେତେ ଦମ ଅଛି। ବବଲି କହେ, ଭାଇ, ତୁମେ ତ ବାଜି ଲଗାଇ ଦେଇଛ। କ'ଣ ମୁଁ ଏତେ ଜୋରରେ ଉଡ଼ିପାରିବି? ହଁ ଭଉଣୀ, ଦେଖିବ ତମେ ଭଲ ଭାବରେ ଉଡ଼ିପାରିବ। ସଂଘର୍ଷ ଜାରି ରହୁ, ଉଡ଼ିବାର ପ୍ରୟାସ ଜାରି ରହୁ। ସେହି ଦିନଠାରୁ ବବଲି ଉଡ଼ିବାର କସରତ ଆହୁରି ଜୋରଦାର କଲା। ସେ କିଛି ସମୟ ପର୍ଯ୍ୟନ୍ତ ଆକାଶରେ ଉଡ଼ୁଥିଲା। ମନା ତାଠାରେ ସାହସ ଭରୁଥିଲା। ମା ଓ ବିରୁ ସହ ବୈଦ୍ୟକାକା ଭାଲୁ ବି ବବଲିର ସାହସ ବଢ଼ାଇବାକୁ ଲାଗିଲେ। ତାର ଆତ୍ମବିଶ୍ୱାସ ବଢ଼ିବାକୁ ଲାଗିଲା। ପୂର୍ଣ୍ଣିମା ଦିନ ଆସିଲା। ସମସ୍ତ ଲାଲଶୁଆ, ପାରା, ବିରୁ, ବବଲି ଉଡ଼ିବା ପାଇଁ ପ୍ରସ୍ତୁତ ହୋଇଗଲେ। ତିନି ଗଣିବା ପରେ ସମସ୍ତେ ଉଡ଼ିବାକୁ ଲାଗିଲେ। ବିରୁ ସମସ୍ତଙ୍କ ଠାରୁ ଆଗରେ ଉଡ଼ିବାକୁ ଲାଗିଲା, କିନ୍ତୁ ବବଲି ପଛରେ ରହିଗଲା। ବିରୁ ମନ ଦୁଃଖରେ ଉଡ଼ୁଥାଏ। ଲାଲଶୁଆ, ପାରା ତାକୁ ପଛରେ ପକାଇବା ପାଇଁ ଶୀଘ୍ର ଆକାଶକୁ ଯିବାକୁ ଚାହୁଁଥିଲେ। ସେତିକିବେଳେ ବିରୁ କହିଲା, ବବଲି, ମୋ ଭଉଣୀ, ତୁ ଆଗକୁ ଆ। ତେଜ ଗତି ସହ ଏମାନଙ୍କୁ ପଛରେ ପକାଇ ଆଗକୁ ଆ। ବବଲି କହେ, ଭାଇ, ମୋତେ କ୍ଷମା କରିଦିଅ। ମୋ ଦେଇ ହୋଇପାରୁନାହିଁ। ମୁଁ ତଳକୁ ଓହ୍ଲାଉଛି। ନା ଭଉଣୀ, ତୁ ତଳକୁ ଓହ୍ଲାଅ ନାହିଁ। ତୁ କାହାଠାରୁ କମ୍ ନୁହଁ। ତୋ ତାକତକୁ ଜାଣ। କହ, ଜୟ ବଜରଙ୍ଗବାଲି। ବବଲି କହେ, ଜୟ ବଜରଙ୍ଗବାଲି। ଅଚାନକ ବବଲି ପଙ୍ଖରେ ଏକ ନୂଆ ତାକତ ଆସିଗଲା। ସେ ଖୁବ୍ ଜୋର ଉଡ଼ିବାକୁ ଲାଗିଲା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହେଲା। ସମସ୍ତଙ୍କ ଠାରୁ କମଜୋର ଥିବା ବବଲି ଏବେ ଆଗକୁ ଉଡ଼ି ଯାଉଥିଲା, ସମସ୍ତଙ୍କୁ ପଛରେ ପକାଇ। ବିରୁର ଖୁସି କହିଲେ ନ ସରେ। ପ୍ରଥମ ନମ୍ବରରେ ବବଲି ଥିଲା, ଦ୍ୱିତୀୟରେ ଉଡ଼ୁଥିଲା ବିରୁ। ବବଲି, ମୋର ପ୍ୟାରୀ ଭଉଣୀ, ଆଜି ମୋ ଭଉଣୀ ଆଗରେ ଉଡ଼ୁଥିବାର ଦେଖି ମୋତେ ବହୁତ ଖୁସି ଅନୁଭବ ହେଉଛି। ବିରୁ କହେ, ମୋ ଭଉଣୀ ଜିତିଗଲା, ମୋ ଭଉଣୀ ଜିତିଗଲା। ଲାଲଶୁଆ ଏବଂ ପାରା ବହୁତ ପଛରେ ଉଡ଼ୁଥିଲେ। ରେସ୍ ସରିଲା। ସମସ୍ତେ ବବଲିକୁ ପ୍ରଶଂସା କଲେ। ମା ମନା ଖୁସିରେ ଝୁମି ଉଠିଲା। ବିରୁ ନିଜକୁ ବଡ଼ ସୌଭାଗ୍ୟଶାଳୀ ମାନୁଥିଲା। ବିରୁ କହିଲା, ଆଜି ମୋ ଭଉଣୀକୁ ନେଇ ମୁଁ ଗର୍ବ କରୁଛି। ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଲା।
ବବଲିର ମଜାକ ଉଡ଼ାଉଥିବା ଲାଲଶୁଆ ଏବଂ ପାରାର ମୁଣ୍ଡ ତଳକୁ ହୋଇଯାଇଥିଲା। ବବଲି ତାର ଆତ୍ମବିଶ୍ୱାସ ଏବଂ ମେହନତ ବଳରେ ସେ ଏ ରେସ୍ ଜିତିଗଲା।